ଏହି ଓଡ଼ିଆ ଅଭିନେତ୍ରୀକୁ ବିବାହ କରିବାକୁ ଯାଉଛନ୍ତି ସଲମାନ ଖାନ। ତେବେ ସମ୍ପୂର୍ଣ୍ଣ ଅପଡେଟ୍ କ'ଣ ରହିଛି ଚାଲନ୍ତୁ ଆଗକୁ ଜାଣିବା। ନମସ୍କାର ସାଙ୍ଗମାନେ, ଆପଣ ଦେଖୁଛନ୍ତି ଆମର ଚ୍ୟାନେଲ ଏବଂ ଆଜି ଆମେ କଥା ହେବୁ ବଲିଉଡର ସବୁଠାରୁ ବଡ଼ ସୁପରଷ୍ଟାର ଭାଇଜାନ ସଲମାନ ଖାନ ବିଷୟରେ। ଦର୍ଶକ ବନ୍ଧୁ, ସେହି ପ୍ରଶ୍ନ ଯାହା ବର୍ଷରୁ ବର୍ଷ ପ୍ରତ୍ୟେକ ଫ୍ୟାନଙ୍କ ମନରେ ଅଛି, ସଲମାନ ଖାନ ଆଖିର ବିବାହ କାହିଁକି କରିନାହାନ୍ତି? ଚାଲନ୍ତୁ ଏହି ରହସ୍ୟ ପଛର ପୁରା କାହାଣୀକୁ ଜାଣିବା। ତେବେ ଦର୍ଶକ ବନ୍ଧୁ, ଚାଲନ୍ତୁ ଜାଣିବା କ'ଣ ପାଇଁ ସଲମାନ ଖାନ ଏବେ ପର୍ଯ୍ୟନ୍ତ ବିବାହ କରିନାହାନ୍ତି। ପ୍ରଥମ କାରଣ, ପ୍ରେମରେ ମିଳିଥିବା ଧୋକା ଏବଂ ହୃଦୟଭଙ୍ଗ ଲୋକଙ୍କ ଚିନ୍ତାଧାରାକୁ ବଦଳାଇ ଦିଏ ଏବଂ ସମ୍ଭବତଃ ଏହି କାରଣରୁ ସଲମାନ ବିବାହରୁ ଦୂରରେ ରହିଗଲେ। ଦ୍ୱିତୀୟ କାରଣ, ସ୍ୱାଧୀନତା ପ୍ରତି ଭଲ ପାଇବା। ସଲମାନ ଖାନ ସବୁବେଳେ ନିଜ ଜୀବନକୁ ନିଜ ଶୈଳୀରେ ବଞ୍ଚିବାକୁ ବିଶ୍ୱାସ କରନ୍ତି। ବିବାହ ଏକ ବଡ଼ ଦାୟିତ୍ୱ ଏବଂ ସମ୍ଭବତଃ ସେ ନିଜ ସ୍ୱାଧୀନତାକୁ ଅଧିକ ପସନ୍ଦ କରନ୍ତି। ସେ ଅନେକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ ବିବାହ ବିଷୟରେ ସେ ଖୁବ୍ ନିଶ୍ଚିତ ନୁହେଁ। ତୃତୀୟ କାରଣ, ପରିବାର ପ୍ରତି ଦାୟିତ୍ୱ। ସଲମାନ ଖାନ ନିଜ ପରିବାର ସହ ବହୁତ ଜଡ଼ିତ। ତାଙ୍କ ପାଇଁ ପରିବାର ହିଁ ସବୁକିଛି। ସମ୍ଭବତଃ ସେ ବିବାହ ଠାରୁ ଅଧିକ ପରିବାରକୁ ପ୍ରାଥମିକତା ଦେଇଛନ୍ତି। ଚତୁର୍ଥ କାରଣ, ଠିକ୍ ଲୋକଙ୍କ ପ୍ରତୀକ୍ଷା। କେବେ କେବେ ଲୋକେ ବିବାହ କରନ୍ତି ନାହିଁ କାରଣ ସେମାନେ ଏଯାଏ ସେହି ସଠିକ୍ ଲୋକକୁ ମିଳାଇ ନାହାନ୍ତି। ହଁ ଦର୍ଶକ ବନ୍ଧୁ, ସଲମାନଙ୍କ ମାମଲାରେ ମଧ୍ୟ ଏହା ହୋଇପାରେ ଯେ ସେ ଏବେ ପର୍ଯ୍ୟନ୍ତ ଠିକ୍ ସାଥୀଙ୍କ ପ୍ରତୀକ୍ଷା କରୁଛନ୍ତି। ତେଣୁ ସାଙ୍ଗମାନେ, ସଲମାନ ଖାନଙ୍କ ବିବାହ ନ କରିବା ପଛରେ କେବଳ ଗୋଟିଏ କାରଣ ନୁହେଁ, ବରଂ ଅନେକ କାରଣର ମିଶ୍ରଣ ହୋଇପାରେ। ପ୍ରେମ, ସ୍ୱାଧୀନତା, ଦାୟିତ୍ୱ ଏବଂ ଠିକ୍ ସମୟର ପ୍ରତୀକ୍ଷା। ଆପଣମାନେ କ'ଣ ଭାବୁଛନ୍ତି? ସଲମାନ ଖାନଙ୍କୁ ବିବାହ କରିବା ଉଚିତ କି ନା ସେ ଏଭଳି ହିଁ ଖୁସି ଅଛନ୍ତି? କମେଣ୍ଟ କରି ନିଶ୍ଚୟ କୁହନ୍ତୁ। ଭିଡ଼ିଓ ଭଲ ଲାଗିଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଧନ୍ୟବାଦ।